ଆଜିର ଅନୁଚିନ୍ତାକୁ ଆପଣମାନଙ୍କୁ ସ୍ୱାଗତ। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଅନୁଚିନ୍ତାରେ ଆପଣମାନଙ୍କୁ ଆମେ ବଢ଼ିଆ କଥାଟେ କହିବୁ, ନିଶ୍ଚୟ ପାଳନ କରନ୍ତୁ। ପାଳନ କଲେ ମଙ୍ଗଳ ହେବ। ଆପଣ ଯେଉଁଠି ରହୁଛନ୍ତି ବା ଯେଉଁ ଘରେ ଆପଣ ରହୁଛନ୍ତି ସେଇଠି ସିଡ଼ି ନିଶ୍ଚୟ ଥିବ। ଛାତକୁ ଯିବା ପାଇଁ ସିଡ଼ି ତ ନିଶ୍ଚୟ ଥିବ। ସେଇ ସିଡ଼ି ତଳେ ଏଇ 4ଟି ଜିନିଷ କେବେ ବି ରଖନ୍ତୁ ନାହିଁ। ନମ୍ବର 1, ଘରର ସିଡ଼ି ତଳେ ଜୋତା ବା ଚପଲ ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ। ନମ୍ବର 2, ଘରର ସିଡ଼ି ତଳେ ୱାଶ୍ ବେସିନ୍ ବା ହାତ ଧୁଆ ବେସିନ୍ କେବେ ବି ରଖନ୍ତୁ ନାହିଁ। ଏହା ରଖିବା ଦ୍ୱାରା ଘରେ ସଞ୍ଚିତ ଥିବା ଧନ ମଧ୍ୟ ପାଣି ବୋହିଲା ଭଳି ଖର୍ଚ୍ଚ ହେବାରେ ଲାଗିବ। ନମ୍ବର 3, ଘରର ସିଡ଼ି ତଳେ ପୂଜା ଘର ବା ଠାକୁର ରୁମ୍, ଗାଧୁଆ ଘର, ଲାଟ୍ରିନ୍ ଏବଂ ରୋଷେଇ ଘର ରଖନ୍ତୁ ନାହିଁ। ଏହା ରଖିବା ଦ୍ୱାରା ଘରକୁ ରୋଗ ଆସିଥାଏ ଏବଂ ଘରର ସୁଖ ଶାନ୍ତି ଚାଲିଯାଇଥାଏ। ନମ୍ବର 4, ସିଡ଼ି ତଳେ କେବେ ବି ଚାଷ କରିବା ସାମାନ ଯେପରିକି କୋଦାଳ, ଶାବଳ, କଟୁରୀ ଏହିପରି ଜିନିଷ ରଖନ୍ତୁ ନାହିଁ। ଏହିପରି କରିବା ଦ୍ୱାରା ଘରକୁ ବହୁତ ବଡ଼ ବାସ୍ତୁ ଦୋଷ ଆସିଥାଏ। ଆଜିର ଶିକ୍ଷା, ଗୌତମ ବୁଦ୍ଧଙ୍କ ଗୋଟାଏ ସୁନ୍ଦର କଥା ଆପଣମାନଙ୍କୁ କହୁଛି, ମନ ଦେଇ ଶୁଣନ୍ତୁ। ଥରେ ଜଣେ ଉପାସକ ଗୌତମ ବୁଦ୍ଧଙ୍କ ପାଖକୁ ଆସି ପଚାରିଲେ, ହେ ତଥାଗତ, ମୋର ମୂଲ୍ୟ କ'ଣ ଆଉ ମୋର ଜନ୍ମ କ'ଣ ପାଇଁ ହୋଇଛି? ମୁଁ କେଉଁ କାମରେ ଆସିବି ମୁଁ କେମିତି ଜାଣିବି? ଏହା ଶୁଣି ଗୌତମ ବୁଦ୍ଧ ସେହି ଲୋକଟିର ହାତରେ ଗୋଟାଏ ସୁନ୍ଦର ଚକଚକିଆ ଚମକୁଥିବା ପଥର ଦେଇ କହିଲେ, ଯାଅ ଏହାର ମୂଲ୍ୟ ବୁଝି ଆସ। ସେ ସେହି ପଥରକୁ ନେଇ ଏକ ଫଳ ଦୋକାନକୁ ଯାଇ ସେହି ପଥରକୁ ଦେଖାଇ କହିଲେ, ଏହି ପଥରକୁ ନେଇ ମୋତେ ଆପଣ କେତୋଟି ଆମ୍ବ ଦେଇପାରିବେ? ଦୋକାନୀ କହିଲେ, ମୁଁ ଆପଣଙ୍କୁ 10ଟି ଆମ୍ବ ଦେଇପାରିବି। ୟା ପରେ ସେହି ପଥରକୁ ଧରି ଗୋଟାଏ ଗୋଶାଳାକୁ ଗଲେ ଏବଂ କହିଲେ, ଏହି ପଥରଟି ନେଇ ମୋତେ ଆପଣ କ'ଣ ଦେଇପାରିବେ? ସେ କହିଲେ, ମୁଁ ଗୋଟିଏ ଗାଈ ଦେଇପାରିବି। ତାପରେ ଗୋଟାଏ ବସ୍ତ୍ର ଦୋକାନକୁ ଯାଇ ପଚାରିଲେ। ସେ କହିଲେ, ମୁଁ ତୁମର ସାରା ପରିବାର ପାଇଁ ବସ୍ତ୍ର ଦେଇପାରିବି। ତାପରେ ଗୋଟାଏ ବଣିକ ପାଖକୁ ଯାଇ ପଚାରିଲେ। ସେ କହିଲେ, ମୁଁ ୟାର ବଦଳରେ ତୁମେ ଯାହା ମାଗିବ ମୁଁ ଦେବି। ସେଇଠି ସେ ଆଶ୍ଚର୍ଯ୍ୟଚକିତ ହୋଇ ପୁଣି ଗୌତମ ବୁଦ୍ଧଙ୍କ ପାଖକୁ ଫେରି ଆସି ପଚାରିଲେ, ଏହା କ'ଣ ଅଟେ? ଗୌତମ ବୁଦ୍ଧ କହିଲେ, ସମସ୍ତେ ନିଜର ଭାବନା ଓ ମାନସିକ ସ୍ତରରେ ତୁମର ମୂଲ୍ୟ ଲଗାଇଥାନ୍ତି। ସେଇଥିପାଇଁ ତୁମେ ଯେତିକି ସକାରାତ୍ମକ ଓ ଭଲ ଲୋକଙ୍କ ସହ ତୁମେ ମିଶିବ ସେତିକି ହିଁ ଭଲ ସଙ୍ଗତ ହୋଇପାରିବ ଏବଂ ସେତିକି ଉଚ୍ଚ ମୂଲ୍ୟ ମଧ୍ୟ ତୁମର ହେବ। ଏଇଠି ଗୌତମ ବୁଦ୍ଧ କହିଥିଲେ ଯେ, ଉତ୍ତମ ସଙ୍ଗେ ସଙ୍ଗଜାର ସେ କରେ ଉତ୍ତମ ଆଚାର। ସେଇଥିପାଇଁ ଚେଷ୍ଟା କର ଯେ ସବୁବେଳେ ଛୋଟ ଓ ନକାରାତ୍ମକ ଭାବନା ରଖୁଥିବା ଲୋକଙ୍କଠୁ ଦୂରରେ ରହିବ। ଆଜିର ରାଶିଫଳ, ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ। ମେଷ ରାଶିର ବୃଦ୍ଧ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ଆର୍ଥିକ ଲାଭ କେବଳ ଗୋଟିଏ ଦିଗରୁ ହିଁ ଆସିବ। ତୁମେ ବାକି ସମୟ ତୁମ ପିଲାମାନଙ୍କ ସହିତ ବିତାଇବା ଉଚିତ। ଏହା କରିବା ପାଇଁ ତୁମକୁ କିଛି ବିଶେଷ କରିବାକୁ ପଡ଼ିବ। ଆଜି ତୁମର ପ୍ରେମ ସମ୍ପର୍କରେ କିଛି ତ୍ରୁଟି ଜଣାପଡ଼ିବ। ତେଣୁ ପ୍ରେମ ସମ୍ପର୍କ ପ୍ରତି ସାବଧାନ ରୁହନ୍ତୁ, କାରଣ ଆଜି ପ୍ରେମ ସମ୍ପର୍କ କିଛି ଅସୁବିଧାରେ ପକାଇପାରେ। ଆଜି ତୁମର ଶୁଭ କାର୍ଯ୍ୟ ବହୁତ ଭଲରେ ହେବାକୁ ଯାଉଛି। ଆଜି ଆପଣ ନିଜ ଘରେ ଅସଜଡ଼ା ହୋଇ ପଡ଼ିଥିବା ଜିନିଷ ଗୁଡ଼ିକର ଯତ୍ନ ନିଅନ୍ତୁ ବା ସଜାଡ଼ି ରଖନ୍ତୁ। ଏଇଥିପାଇଁ ଖାଲି ସମୟ ନିଶ୍ଚୟ ବାହାର କରି ସଜାଡ଼ି ରଖନ୍ତୁ। ମେଷ ରାଶିର ସ୍ତ୍ରୀ ଲୋକମାନେ ନିଜ ସ୍ୱାମୀଙ୍କର ଯତ୍ନ ନିଅନ୍ତୁ। ଦିନଟି ବହୁତ ଭଲରେ କଟିବ।
ଆଜି ପାଇଁ ଏତିକିରେ ରହୁଛୁ। ଓମ୍ ଶାନ୍ତି ଶାନ୍ତି ଶାନ୍ତି।